ଆପଣ ଜାଣନ୍ତି କି ଭାରତର ପ୍ରଥମ ସ୍ୟାଟେଲାଇଟ୍ ଆର୍ଯ୍ୟଭଟ୍ଟ 1975 ମସିହା ଏପ୍ରିଲ 19ରେ ଲଞ୍ଚ ହୋଇଥିଲା, କିନ୍ତୁ ଭାରତରୁ ନୁହେଁ, ସୋଭିଏତ ରୁଷରୁ। କାରଣ ସେତେବେଳେ ଭାରତର ପାଖରେ ନିଜର ଲଞ୍ଚ ଭେହିକଲ ନଥିଲା। ଏହା ରୁଷିଆର କସ୍ମସ୍ 3M ରକେଟ୍ ଦ୍ୱାରା ମହାକାଶକୁ ପ୍ରକ୍ଷେପଣ କରାଯାଇଥିଲା। ଭାରତର ସ୍ୟାଟେଲାଇଟ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଭାବରେ ପରିଚିତ ଡକ୍ଟର ଉଡୁପି ରାମଚନ୍ଦ୍ର ରାଓଙ୍କ ଅବଦାନରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା। ଏହି ଉପଗ୍ରହର ଓଜନ 360 କିଲୋଗ୍ରାମ ଓ ଏହା 26 ପାର୍ଶ୍ୱୀୟ ପଲିହେଡ୍ରନ୍ ଆକାର ଥିଲା। କିନ୍ତୁ କେବଳ 5 ଦିନ ପରେ ତାର ପାୱାର ସିଷ୍ଟମ ଫେଲ୍ ହୋଇଥିଲା, କାରଣ ସୋଲାର ପ୍ଲେଟ୍ର ଏଙ୍ଗେଲ ସଠିକ୍ ନଥିଲା। ତଥାପି ଏହା 17 ବର୍ଷ ଧରି ପୃଥିବୀକୁ ପରିକ୍ରମା କରିଥିଲା ଓ 1992 ମସିହାରେ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଜଳିଯାଇଥିଲା। ଆରମ୍ଭରେ ଏହାର ନାମ ଆପୁଲ ରଖିବା କଥା ଥିଲା, କିନ୍ତୁ ପରେ ମହାନ ଗଣିତଜ୍ଞ ଓ ମହାକାଶ ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ନାମରେ ସମର୍ପିତ ହେଲା। ଏହି ଉପଗ୍ରହଟି ବୈଜ୍ଞାନିକ ଗବେଷଣା, ଏକ୍ସରେ ରେଡିଏସନ୍, ବାୟୁମଣ୍ଡଳର ଆୟୋନୋସ୍ଫିୟର ଓ ସୌର ବିଜ୍ଞାନ ପାଇଁ ବିଶେଷ କାର୍ଯ୍ୟ କରିଥିଲା। 1976 ମସିହାରେ ଆର୍ଯ୍ୟଭଟ୍ଟ ଉପଗ୍ରହର ଚିତ୍ର ସହିତ ଭାରତ ସରକାର ଦ୍ୱାରା ଡାକ ଟିକଟ ପ୍ରଚାରିତ ହେଲା ଓ 2 ଟଙ୍କା ନୋଟରେ ମଧ୍ୟ ଛପା ହୋଇଥିଲା। ଏହି ଉପଗ୍ରହ ସ୍ୱଦେଶ ଜ୍ଞାନକୌଶଳ ଓ ଉପକରଣରେ ତିଆରି ପ୍ରଥମ କୃତ୍ରିମ ଉପଗ୍ରହ ଥିଲା। ସମ୍ପୂର୍ଣ୍ଣ ସଫଳ ନ ହୋଇଥିଲେ ମଧ୍ୟ ଏହା ଇସ୍ରୋକୁ PSLV, GSLV, ଚନ୍ଦ୍ରଯାନ, ଆଦିତ୍ୟ ମିଶନ ଏବଂ ଗଗନଯାନ ପର୍ଯ୍ୟନ୍ତ ପହଞ୍ଚାଇଛି। ଇସ୍ରୋର ଏହି ପ୍ରଥମ ପ୍ରୟାସ ହିଁ ସଫଳତାର ଦ୍ୱାର ଖୋଲିଥିଲା। ଏହା ଇସ୍ରୋକୁ ଅନୁଭବ, ସାହସ ଓ ଆଗକୁ ବଢ଼ିବାର ପ୍ରେରଣା ଦେଇଥିଲା ଏବଂ ଆଜି ଇସ୍ରୋ ସାରା ବିଶ୍ୱର ସର୍ବଶ୍ରେଷ୍ଠ ପରିଚୟ ସୃଷ୍ଟି କରିପାରିଛି। ଏହି ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ।